ଦେଖନ୍ତୁ ଏସ୍ଆଇ ନିଯୁକ୍ତି ମାମଲା ଏକ ମହାକେଳେଙ୍କାରୀରେ ପରିଣତ ହେଇଛି କରିଛି। ଏହା ବହୁ ବର୍ଷ ହେଲା ଚାଲୁଥିବାର ସନ୍ଦେହ ଘେରକୁ ଆସିଛି କରିଛି। ୟାକୁ ଉପଲବ୍ଧ କରି ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ସିବିଆଇ ନିଜ ହାତକୁ ଦୀର୍ଘ 50 ଦିନ ପରେ ଏହି ମକଦ୍ଦମା ହାତକୁ ନେଇଛି କରିଛି। ଆଜି କିଛି ଅଭିଯୁକ୍ତଙ୍କର ଜାମିନ ଆବେଦନର ଶୁଣାଣି ମାନ୍ୟବର ଅଦାଲତରେ ରହିଥିଲା। ଏଥିରେ ସିବିଆଇ ଯେହେତୁ ବର୍ତ୍ତମାନ ସୁଦ୍ଧା ଆଜି ସୁଦ୍ଧା କୋର୍ଟ କ୍ରାଇମବ୍ରାଞ୍ଚର ତଦନ୍ତରେ ଏବଂ ବ୍ରହ୍ମପୁର କୋର୍ଟରେ ବିଚାରାଧୀନ ରହିଛି କରିଛି। ତେଣୁ ଆଜି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଆସିଥିଲେ। ସରକାର ଓକିଲ ଏବଂ ଆବେଦନକାରୀଙ୍କ ଓକିଲଙ୍କ ମଧ୍ୟ ଜବାବ ସୁଆଲ ସରିଛି। ସିବିଆଇ କେବଳ ଆଜି ଆସିଛି ଏହି ଘଟଣାକୁ ଟିକେ ଆଜି ଅବଜରଭେସନ କରିବା ପାଇଁ କେମିତି କ'ଣ ଚାଲିଛି କରିଛି। ଆଗାମୀ ଦିନରେ ସମ୍ପୂର୍ଣ୍ଣ ରୂପେ ଏହି ମକଦ୍ଦମା ବ୍ରହ୍ମପୁର ଅଦାଲତରୁ ଭୁବନେଶ୍ୱର ସିବିଆଇ ଅଦାଲତକୁ ଯିବାର ରହିଛି। ଆବେଦନ କଲେ ବି ଯେହେତୁ ଜାମିନ ଶୁଣାଣି ପେଣ୍ଡିଂ ରହିଛି ଏବଂ ଲୋଅର କୋର୍ଟ ରେକର୍ଡଟି ମାନ୍ୟବର ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜଙ୍କ ଅଦାଲତରେ ରହିଛି କରିଛି। ସେ ରେକର୍ଡ ଫେରିଲା ପରେ ତା ଉପରେ କିଛି ଅର୍ଡର ହେବାର ସମ୍ଭାବନା ରହିଛି। ଦେଖନ୍ତୁ ଏସ୍ଆଇ ନିଯୁକ୍ତି ମାମଲା ଏକ ମହାକେଳେଙ୍କାରୀରେ ପରିଣତ ହେଇଛି କରିଛି। ଏହା ବହୁ ବର୍ଷ ହେଲା ଚାଲୁଥିବାର ସନ୍ଦେହ ଘେରକୁ ଆସିଛି କରିଛି। ୟାକୁ ଉପଲବ୍ଧ କରି ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ସିବିଆଇ ନିଜ ହାତକୁ ଦୀର୍ଘ 50 ଦିନ ପରେ ଏହି ମକଦ୍ଦମା ହାତକୁ ନେଇଛି କରିଛି। ଆଜି କିଛି ଅଭିଯୁକ୍ତଙ୍କର ଜାମିନ ଆବେଦନର ଶୁଣାଣି ମାନ୍ୟବର ଅଦାଲତରେ ରହିଥିଲା। ଏଥିରେ ସିବିଆଇ ଯେହେତୁ ବର୍ତ୍ତମାନ ସୁଦ୍ଧା ଆଜି ସୁଦ୍ଧା କୋର୍ଟ କ୍ରାଇମବ୍ରାଞ୍ଚର ତଦନ୍ତରେ ଏବଂ ବ୍ରହ୍ମପୁର କୋର୍ଟରେ ବିଚାରାଧୀନ ରହିଛି କରିଛି। ତେଣୁ ଆଜି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଆସିଥିଲେ। ସରକାର ଓକିଲ ଏବଂ ଆବେଦନକାରୀଙ୍କ ଓକିଲଙ୍କ ମଧ୍ୟ ଜବାବ ସୁଆଲ ସରିଛି। ସିବିଆଇ କେବଳ ଆଜି ଆସିଛି ଏହି ଘଟଣାକୁ ଟିକେ ଆଜି ଅବଜରଭେସନ କରିବା ପାଇଁ କେମିତି କ'ଣ ଚାଲିଛି କରିଛି। ଆଗାମୀ ଦିନରେ ସମ୍ପୂର୍ଣ୍ଣ ରୂପେ ଏହି ମକଦ୍ଦମା ବ୍ରହ୍ମପୁର ଅଦାଲତରୁ ଭୁବନେଶ୍ୱର ସିବିଆଇ ଅଦାଲତକୁ ଯିବାର ରହିଛି। ଆବେଦନ କଲେ ବି ଯେହେତୁ ଜାମିନ ଶୁଣାଣି ପେଣ୍ଡିଂ ରହିଛି ଏବଂ ଲୋଅର କୋର୍ଟ ରେକର୍ଡଟି ମାନ୍ୟବର ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜଙ୍କ ଅଦାଲତରେ ରହିଛି କରିଛି। ସେ ରେକର୍ଡ ଫେରିଲା ପରେ ତା ଉପରେ କିଛି ଅର୍ଡର ହେବାର ସମ୍ଭାବନା ରହିଛି।